ସୁରଭି କୁଇନ। ଓଡ଼ିଶାର ସରକାରୀ ରାଷ୍ଟ୍ରଭାଷା କ'ଣ? ଉତ୍ତର ଓଡ଼ିଆ। ଯକ୍ଷ୍ମା ରୋଗ କିପରି ବ୍ୟାପେ? ଉତ୍ତର ବାୟୁ ଦ୍ୱାରା। କେଉଁ ଖାଦ୍ୟସାର ଅଭାବରେ ଅନ୍ଧାରକଣା ରୋଗ ହୁଏ? ଉତ୍ତର ଜୀବସାର କ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଲେଖକ କିଏ? ଉତ୍ତର ଗୋପାଳ ଚନ୍ଦ୍ର ପ୍ରହରାଜ। ସନ୍ଥ କବି ଭାବରେ କିଏ ଜଣାଶୁଣା? ଉତ୍ତର ଭୀମ ଭୋଇ। ଆମ ଶରୀରରୁ ଝାଳ କେଉଁ ବାଟେ ବାହାରେ? ଉତ୍ତର ଲୋମକୂପ ମଧ୍ୟ ଦେଇ। ମାଟି ମଟାଳର ଲେଖକ କିଏ? ଉତ୍ତର ଗୋପୀନାଥ ମହାନ୍ତି। ବନ୍ଦେ ଉତ୍କଳ ଜନନୀର କବି କିଏ? ଉତ୍ତର ଲକ୍ଷ୍ମୀକାନ୍ତ ମହାପାତ୍ର। ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ? ଉତ୍ତର ଭଦ୍ରକ ଜିଲ୍ଲାରେ। ବନ୍ଦୀର ଆତ୍ମକଥା ପୁସ୍ତକ କିଏ ଲେଖିଥିଲେ? ଉତ୍ତର ଗୋପବନ୍ଧୁ ଦାସ। ଘୁମୁରା ନୃତ୍ୟ କେଉଁ ରାଜ୍ୟର ଏକ ପ୍ରମୁଖ ନୃତ୍ୟ ଅଟେ? ଉତ୍ତର ରାଜସ୍ଥାନ। ସାହିତ୍ୟ ଦର୍ପଣର ଲେଖକ କିଏ? ଉତ୍ତର ବିଶ୍ୱନାଥ କବିରାଜ। ଆମ ଦେଶରେ ସୂଚନା ଅଧିକାର ଆଇନ କେବେ ପ୍ରଣୀତ ହୋଇଥିଲା? ଉତ୍ତର 2005 ମସିହା। କେଉଁ ମସିହାକୁ ଭାରତର ନେହେରୁ ଯୁଗ କୁହାଯାଏ? ଉତ୍ତର 1946 ରୁ 1964। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ହୋଇଥିଲା? ଉତ୍ତର 1919 ମସିହାରେ। ରେଭେନ୍ସା କଲେଜ କେବେ ସ୍ଥାପିତ ହୋଇଥିଲା? ଉତ୍ତର 1876 ମସିହା। ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ହୋଇଥିଲା? ଉତ୍ତର 1866। ମହାତ୍ମା ଗାନ୍ଧୀ କେବେ ଓଡ଼ିଶାକୁ ଆସିଥିଲେ? ଉତ୍ତର 1921 ମସିହାରେ। ଭାରତର ଲିଖିତ ସମ୍ବିଧାନ କେବେ କାର୍ଯ୍ୟକାରୀ ହୋଇଥିଲା? ଉତ୍ତର 1950 ମସିହା ଜାନୁଆରୀ ମାସ 26 ତାରିଖରେ। ସମ୍ବିଧାନର ରକ୍ଷକ କାହାକୁ କୁହାଯାଏ? ଉତ୍ତର ସର୍ବୋଚ୍ଚ ନ୍ୟାୟାଳୟକୁ। ପାଇକ ନୃତ୍ୟ କେଉଁ ଜିଲ୍ଲାର ଏକ ପ୍ରମୁଖ ଲୋକ ନୃତ୍ୟ? ଉତ୍ତର ଖୋର୍ଦ୍ଧା ଜିଲ୍ଲାର। ଶ୍ରୀମଦ୍ ଭଗବତ ଓଡ଼ିଆ ପୁସ୍ତକ ରଚୟିତାଙ୍କ ନାମ କ'ଣ? ଉତ୍ତର ଜଗନ୍ନାଥ ଦାସ। ପଞ୍ଚତନ୍ତ୍ରର ଲେଖକ କିଏ? ଉତ୍ତର ପଣ୍ଡିତ ବିଷ୍ଣୁ ଶର୍ମା। କେଉଁ ଦେଶର ସମ୍ବିଧାନ ଏକ ନମନୀୟ ସମ୍ବିଧାନ ଅଟେ? ଉତ୍ତର ବ୍ରିଟିଶ ସମ୍ବିଧାନ। ସାଧାରଣ ଭାବରେ ମନୁଷ୍ୟ ଦେହରେ କେତେ ରକ୍ତ ଥାଏ? ଉତ୍ତର 14.2 ଲିଟର। ମନୁଷ୍ୟର ମୁଖ୍ୟ ଅଙ୍ଗ ନାମ କ'ଣ? ଉତ୍ତର ମସ୍ତିଷ୍କ। ସାହିତ୍ୟରେ କୃତି ପାଇଁ ଓଡ଼ିଶା ସରକାରଙ୍କ ତରଫରୁ କେଉଁ ପୁରସ୍କାର ଦିଆଯାଏ? ଉତ୍ତର ଓଡ଼ିଶା ଏକାଡେମୀ ପୁରସ୍କାର। କେଉଁ ଖାଦ୍ୟ ଶରୀର ବୃଦ୍ଧିରେ ସାହାଯ୍ୟ କରେ? ଉତ୍ତର ପୁଷ୍ଟିସାର। ଆମ ଖାଦ୍ୟନଳୀର ଲମ୍ବ କେତେ? ଉତ୍ତର 2 ଫୁଟ। ମନୁଷ୍ୟର କେତୋଟି ଇନ୍ଦ୍ରିୟ ଅଛି? 5ଟି। ଚନ୍ଦ୍ରାୟନ-3 କେବେ ଚନ୍ଦ୍ରରେ ଅବତରଣ କରିଥିଲା? ଉତ୍ତର ଅଗଷ୍ଟ ମାସ 23 ତାରିଖ 2000। ଏଠି ଡ୍ୟାସ୍ ରଖିଛି ତ ପିଲାମାନେ ମୋତେ କମେଣ୍ଟରେ ନିଶ୍ଚିତ ଜଣେଇବ। ଚନ୍ଦ୍ରାୟନ-3 ସଫଳତାରେ ଇସ୍ରୋର ମୁଖ୍ୟ କିଏ ଥିଲେ? ଉତ୍ତର ଏସ୍ ସୋମନାଥ। କେଉଁ ଭିଟାମିନ୍ ଜଳରେ ଦ୍ରବଣୀୟ? ଉତ୍ତର A, D, E, K ଭିଟାମିନ୍। ତ ପିଲାମାନେ ଭିଡ଼ିଓଟି କେମିତି ଲାଗିଲା? କୁଇଜ୍ ଗୁଡ଼ିକ ପସନ୍ଦ ଲାଗିଲେ ମୋତେ କମେଣ୍ଟରେ ନିଶ୍ଚିତ ଜଣେଇବ। ଆଜି ପାଇଁ ରହୁଛି। ଗଡ୍ ବ୍ଲେସ୍।